ଆଜି ଆମ ଦି ଭଉଣୀଙ୍କ ସହିତ ଏମିତି ହେବ ବୋଲି ଆମେ ଇମାଜିନ୍ ହିଁ କରିନଥିଲୁ, କାରଣ ଯେଉଁଥିପାଇଁ ଆସିଥିଲୁ ସେ କାମ ହିଁ ହେଲାନି, ସେ ହିଁ ବନ୍ଦ। ହ୍ୟାଲୋ ଗାଇସ୍, ୱେଲକମ୍ ଟୁ ମାଇ ମିନି ବ୍ଲଗ୍। ଆଜି ଯେହେତୁ ସଣ୍ଡେ ଥିଲା ଆମେ ଦି ଭଉଣୀ ରେଡ଼ି ହେଇକି ବାହାରିଲୁ ମାର୍କେଟ ଇଭିନିଂରେ, କିନ୍ତୁ ମାର୍କେଟରେ ପହଞ୍ଚିକି ଦେଖିଲା ବେଳୁ ମାର୍କେଟ ହିଁ ବନ୍ଦ ଥିଲା। ତ ମନ ଦୁଃଖ ନକରି ଆମେ ଚାଲିଲୁ ବାଣିଜ୍ୟ ମେଳା ଆଉ ଭି ବଜାର ବୁଲିବାକୁ। ବାଣିଜ୍ୟ ମେଳାରେ ପହଞ୍ଚୁ ପହଞ୍ଚୁ ପ୍ରଥମ ଥର ମୋ ନଜର ପଡ଼ିଲା ଗ୍ଲାସ୍ ଆଉ କପ୍ ସେଟ୍ ଉପରେ। ଯେହେତୁ ରୁମ୍ରେ ନଥିଲା ତ ସେଥିପାଇଁକି ମୁଁ ବୁଝାବୁଝି କଲି ଦୋକାନୀଙ୍କ ପାଖରୁ ତା'ର ପ୍ରାଇସ୍ ବୁଝିଲା ପରେ ମୁଁ କପ୍ ସେଟ୍ ଆଣିଥିଲି। ଆଉ ଭିତରେ ମୋ ଭଉଣୀ ଏପଟ ସେପଟ ବୁଲିକି ଦେଖୁଥାଏ ଯେ କ'ଣ ଅଛି କ'ଣ ନ ଅଛି, ଆଉ ତା'ର ଭିଡ଼ିଓ ବନାଉଥାଏ। ତା ଭିତରେ ମୁଁ କପ୍ ସେଟ୍ କିଣିଦେଲି। କିଣି ସାରିଲା ପରେ କିଛି ସମୟ ପରେ ପୁଣି ଗ୍ଲାସ୍ କିଣି ସାରିଲୁ। ଗ୍ଲାସ୍ କିଣିକି ଆମେ ବୁଲୁଥିଲୁ, ଆଉ ବୁଲିଲା ଭିତରେ ଆମର ନଜର ପଡ଼ିଗଲା କ୍ଲଚର୍ ଦୋକାନରେ, ଯେଉଁଠିକି ବହୁତ ସୁନ୍ଦର ସୁନ୍ଦର କ୍ଲଚର୍ ଗୁଡ଼ା ବିକ୍ରି ହେଉଥିଲା। ତ ଆମକୁ ତ ଦୁଇ ଚାରିଟା କ୍ଲଚର୍ ବହୁତ ହିଁ ଭଲ ଲାଗିଲା, ତ ଆମେ ସେ ଦୁଇ ଚାରିଟା କ୍ଲଚର୍ ହିଁ ନେଇକି ଆସିଲୁ। ତାପରେ ଆମେ ଚାଲିଲୁ ଭି ବଜାର, କିନ୍ତୁ ଭି ବଜାର ହିଁ ବନ୍ଦ ଥିଲା। ତ ମନ ଦୁଃଖ କରି ଆମେ ରୁମ୍କୁ ରିଟର୍ନ କରୁଛୁ। ଥ୍ୟାଙ୍କ ୟୁ ଫର୍ ଦ ୱାଚିଂ।